ନମସ୍କାର ଫ୍ରେଣ୍ଡ, ଜୟ ଜଗନ୍ନାଥ। ଭଗବାନ ବିଷ୍ଣୁଙ୍କ କୁର୍ମ ଅବତାର। ହିନ୍ଦୁ ଧର୍ମରେ 10 ଅବତାର ମଧ୍ୟରୁ ଦ୍ୱିତୀୟ ଅବତାର ଭାବେ ପରିଚିତ। ଏହି ଅବତାରର ବର୍ଣ୍ଣନା ଶ୍ରୀମଦ୍ ଭାଗବତ ପୁରାଣ, ବିଷ୍ଣୁ ପୁରାଣ, ପଦ୍ମ ପୁରାଣ, ମହାଭାରତ ଆଦି ପବିତ୍ର ଗ୍ରନ୍ଥରେ ମିଳିଥାଏ। ଏହି ଅବତାରରେ ଭଗବାନ ବିଷ୍ଣୁ ଏକ ବିଶାଳ କଚ୍ଛପ କୁର୍ମ ରୂପ ଧାରଣ କରିଥିଲେ। ଦେବତା ଓ ଅସୁରମାନଙ୍କୁ ସମୁଦ୍ର ମନ୍ଥନ କରିବାରେ ସହାୟତା କରିଥିଲେ। ଏହି ଅବତାର କେବଳ ଦେବତାମାନଙ୍କ ରକ୍ଷା ପାଇଁ ନୁହେଁ, ବରଂ ସମଗ୍ର ସୃଷ୍ଟିର କଲ୍ୟାଣ ପାଇଁ ଘଟିଥିଲା। କୁର୍ମ ଅବତାର କାହିଁକି ହୋଇଥିଲା? ପୌରାଣିକ କଥା ଅନୁସାରେ ଥରେ ଦେବରାଜ ଇନ୍ଦ୍ର ସ୍ୱର୍ଗରେ ରାଜ୍ୟ କରୁଥିଲେ। ଏହି ଦିନ ଏକ ଦିନ ମହର୍ଷି ଦୁର୍ବାସା ଇନ୍ଦ୍ରଙ୍କୁ ଭଗବାନ ବିଷ୍ଣୁଙ୍କ ପ୍ରସାଦ ସ୍ୱରୂପ ଏକ ଦିବ୍ୟ ପୁଷ୍ପମାଲା ଦେଇଥିଲେ। କିନ୍ତୁ ଇନ୍ଦ୍ର ସେହି ମାଲାର ସମ୍ମାନ ନ କରି ତାଙ୍କ ବାହନ ଐରାବତ ହାତୀର ମୁଣ୍ଡରେ ପକାଇ ଦେଇଥିଲେ। ଐରାବତ ମାଲାକୁ ଭୂମିରେ ଫିଙ୍ଗି ଦେଇଥିଲେ। ଏହା ଦେଖି ମହର୍ଷି ଦୁର୍ବାସା କ୍ରୋଧିତ ହୋଇଥିଲେ ଓ ଇନ୍ଦ୍ରଙ୍କୁ ଶ୍ରାପ ଦେଲେ, ତୁମର ଅହଙ୍କାର ପାଇଁ ତୁମର ସମସ୍ତ ଐଶ୍ୱର୍ଯ୍ୟ, ଶକ୍ତି ଓ ତେଜ ନଷ୍ଟ ହୋଇଯିବ। ଏହି ଅଭିଶାପର ପ୍ରଭାବ ବହୁ ଦେବତାମାନେ ଦୁର୍ବଳ ହୋଇପଡ଼ିଲେ। ଅସୁରମାନେ ସ୍ୱର୍ଗ ଉପରେ ଆକ୍ରମଣ କରି ଦେବତାଙ୍କୁ ପରାସ୍ତ କରିଦେଲେ। ସମସ୍ତ ଦେବତା ବ୍ରହ୍ମାଙ୍କ ପାଖକୁ ଯାଇ ସହାୟତା ମାଗିଲେ। ବ୍ରହ୍ମା ସେମାନଙ୍କୁ ନେଇ ଭଗବାନ ବିଷ୍ଣୁଙ୍କ ପାଖକୁ ଚାଲିଗଲେ। ଭଗବାନ ବିଷ୍ଣୁ କହିଲେ ଯେ କ୍ଷୀରସାଗରକୁ ମନ୍ଥନ କର, ସେଠାରୁ ଅମୃତ ବାହାରିବ। ସେହି ଅମୃତ ପାନ କଲେ ତୁମେ ପୁଣି ଶକ୍ତିଶାଳୀ ହେବ। କିନ୍ତୁ ଏହି କାର୍ଯ୍ୟ ପାଇଁ ଅସୁରମାନଙ୍କ ସହଯୋଗ ନେବାକୁ ପଡ଼ିବ। ଦେବତାମାନେ ବିଷ୍ଣୁଙ୍କ ଆଦେଶ ଅନୁଯାୟୀ ଅସୁର ରାଜା ବଲିଙ୍କ ସହ ସନ୍ଧି କରି ସମୁଦ୍ର ମନ୍ଥନ ପାଇଁ ପ୍ରସ୍ତୁତ ହେଲେ। ସମୁଦ୍ର ମନ୍ଥନ ପାଇଁ ମନ୍ଦର ପର୍ବତକୁ ମନ୍ଥନ ଦଣ୍ଡ ଭାବରେ ବ୍ୟବହାର କଲେ ଏବଂ ବାସୁକୀ ନାଗକୁ ଦଉଡ଼ି ବା ରଶି ଭାବରେ ବ୍ୟବହାର କରାଗଲା। ଦେବତାମାନେ ବାସୁକୀଙ୍କ ଲାଞ୍ଜ ଧରିଲେ ଓ ଅସୁରମାନେ ମୁଣ୍ଡପଟ ଧରିଲେ। ଯେତେବେଳେ ମନ୍ଥନ ଆରମ୍ଭ ହେଲା, ମନ୍ଦର ପର୍ବତ ଅତ୍ୟନ୍ତ ଭାରୀ ହେବାରୁ ସମୁଦ୍ର ଭିତରକୁ ବୁଡ଼ିଯିବାକୁ ଲାଗିଲା। ଦେବତା ଓ ଅସୁରମାନେ ଭୟଭୀତ ହୋଇ ଭଗବାନ ବିଷ୍ଣୁଙ୍କୁ ପ୍ରାର୍ଥନା କଲେ। ଭଗବାନ ବିଷ୍ଣୁଙ୍କୁ ପ୍ରାର୍ଥନା କରିବାରୁ ଭଗବାନ ବିଷ୍ଣୁ କୁର୍ମ ଅବତାରର ପ୍ରକାଶ କଲେ। ସମସ୍ତଙ୍କ ଡାକ ଶୁଣି ଭଗବାନ ବିଷ୍ଣୁ ଏକ ବିଶାଳ କଇଁଛ କୁର୍ମ ରୂପ ଧାରଣ କଲେ। ସେ ସମୁଦ୍ର ତଳକୁ ଯାଇ ନିଜର ବିଶାଳ ପୀଠ ଉପରେ ମନ୍ଦର ପର୍ବତକୁ ଧାରଣ କଲେ। ଭଗବାନଙ୍କ ପୀଠ ଏତେ ବିଶାଳ ଥିଲା ଯେ ପର୍ବତ ସ୍ଥିର ରହିଲା। ଏହାପରେ ଦେବତା ଓ ଅସୁରମାନେ ସଫଳତାର ସହିତ ସମୁଦ୍ର ମନ୍ଥନ କରିପାରିଲେ। ଏହି କାରଣରୁ ଭଗବାନ ବିଷ୍ଣୁଙ୍କ ଏହି ଅବତାରକୁ କୁର୍ମ ଅବତାର ବୋଲି କୁହାଯାଏ ଓ କୁର୍ମ ଅବତାର ବୋଲି ସଂସାର ଜାଣେ। ସମୁଦ୍ର ମନ୍ଥନରୁ ବାହାରିଥିବା 14ଟି ରତ୍ନ। ଆସନ୍ତୁ ଜାଣିବା। ସମୁଦ୍ର ମନ୍ଥନରୁ ଏକ ପରେ ଏକ ଅନେକ ଦିବ୍ୟ ରତ୍ନ ବାହାରିଲା। ସେଗୁଡ଼ିକ ହେଲା ହଳାହଳ ବିଷ, କାମଧେନୁ ଗାଈ ଓ ଉଚ୍ଛ୍ୱାସ ବାହନ ଘୋଡ଼ା, ଐରାବତ ଓ କଳ୍ପବୃକ୍ଷ, ପାରିଜାତ ବୃକ୍ଷ ଏବଂ ଅପସରାମାନେ, ଏମିତିକି ବାରୁଣୀ ଦେବୀ, ଚନ୍ଦ୍ରବେଦୀ, କୌସ୍ତୁଭବଣୀ ଏବଂ ଶଙ୍ଖ ବାହାରିଲେ ଓ ମହାଲକ୍ଷ୍ମୀ ମଧ୍ୟ ବାହାରିଲେ। ଧନ୍ତରୀ ଅମୃତ କଳସ ନେଇ ପ୍ରକାଶିତ ହେଲେ। ଧନ୍ତରୀ
ଅମୃତ କଳସ ନେଇ ପ୍ରକାଶିତ ହେଲେ। ଅମୃତ ହଳାହଳ ବିଷ ଓ ମହାଦେବ ସମୁଦ୍ର ମନ୍ଥନରୁ ସର୍ବପ୍ରଥମେ ଭୟଙ୍କର ହଳାହଳ ବିଷ ବାହାରିଲା। ଏହାର ପ୍ରଭାବରେ ସମଗ୍ର ସୃଷ୍ଟି ଧ୍ୱଂସ ହେବାର ଆଶଙ୍କା ଦେଖାଦେଲା। ସମସ୍ତ ଦେବତା ଭଗବାନ ଶିବଙ୍କୁ ଶରଣରେ ଗଲେ। ସୃଷ୍ଟିର ରକ୍ଷା ପାଇଁ ମହାଦେବ ସେଇ ବିଷ ପାନ କଲେ। ମାତା ପାର୍ବତୀ ଶିବଙ୍କ କଣ୍ଠ ଧରିଦେବାରୁ ବିଷ ତାଙ୍କ ଗଳାରେ ରହିଗଲା ଏବଂ ତାଙ୍କ କଣ୍ଠ ନୀଳ ହୋଇଗଲା। ସେହିଠାରୁ ସେ ନୀଳକଣ୍ଠ ନାମରେ ପ୍ରସିଦ୍ଧ ହେଲେ। ମାତା ଲକ୍ଷ୍ମୀଙ୍କ ପ୍ରକାଶ କେମିତି ହେଲା? ମାତା ଲକ୍ଷ୍ମୀ ସମୁଦ୍ର ମନ୍ଥନରୁ ପ୍ରକାଶିତ ହେଲା ମଧ୍ୟ ସମସ୍ତ ଦେବତା ଓ ଋଷିମୁନିମାନେ ତାଙ୍କର ପୂଜା କଲେ। ମାତା ଲକ୍ଷ୍ମୀ ଭଗବାନ ବିଷ୍ଣୁଙ୍କୁ ନିଜର ସ୍ୱାମୀ ଭାବରେ ବରଣ କଲେ। ଅମୃତ ପାଇଁ କେମିତି ସଂଘର୍ଷ କଲେ ଅସୁର ଓ ଦେବତା। ଶେଷରେ ଧନ୍ୱନ୍ତରୀ ଦେବ ଅମୃତ କଳସ ଧରି ପ୍ରକାଶିତ ହେଲେ। ଅସୁରମାନେ ଅମୃତ କଳସ ଛଡ଼ାଇ ନେଲେ। ତେବେ ଭଗବାନ ବିଷ୍ଣୁ ମୋହିନୀ ରୂପ ଧାରଣ କରି ଅସୁରମାନଙ୍କୁ ମୋହିତ କଲେ। ସେ ଚତୁରତା ସହିତ ଦେବତାଙ୍କୁ ଅମୃତ ପାନ କରାଇ ଦେଲେ। ହେଲେ କ'ଣ ହେବ? ରାହୁ ନାମକ ଏକ ଅସୁର ଦେବତା ବେଶ ଧାରଣ କରି ଅମୃତ ପିଇବାକୁ ବସିଥିଲା। କିନ୍ତୁ ସୂର୍ଯ୍ୟ ଓ ଚନ୍ଦ୍ର ତାଙ୍କୁ ଚିହ୍ନିଦେଲେ। ଭଗବାନ ବିଷ୍ଣୁ ସୁଦର୍ଶନ ଚକ୍ରରେ ତାଙ୍କ ମସ୍ତକ କାଟିଦେଲେ। ଅମୃତ ସ୍ପର୍ଶ ହୋଇଥିବାରୁ ତାଙ୍କର ମୁଣ୍ଡ ରାହୁ ଓ ଧଡ଼କେତୁ ଭାବରେ ଅମର ହୋଇଗଲା। କୁର୍ମ ଅବତାରର ମହତ୍ତ୍ୱ। କୁର୍ମ ଅବତାର ଆମକୁ ଶିଖାଏ ଯେ ବଡ଼ କାର୍ଯ୍ୟ ସଫଳ କରିବା ପାଇଁ ହେଲେ ଧୈର୍ଯ୍ୟ ଓ ସ୍ଥିରତା ଆବଶ୍ୟକ ପଡ଼ିଥାଏ। ଅହଙ୍କାରର ପରିଣାମ ସଦା ଦୁଃଖଦ ହୋଇଥାଏ। ସବୁବେଳେ ସଦା ଭଗବାନଙ୍କ ସମୟ ଆସିଲେ ନିଶ୍ଚୟ ସେ ସାହାଯ୍ୟ କରନ୍ତି। ଭଗବାନଙ୍କୁ ଏମିତି ସୁବିଧା ଅସୁବିଧାରେ ଡାକ ଦେଲେ ସେ ନିଶ୍ଚୟ ଶୁଣନ୍ତି। ଧର୍ମର ବିଜୟ ଶେଷରେ ନିଶ୍ଚିତ। ଭଗବାନ ସହାୟତା ବିନା ବଡ଼ କାର୍ଯ୍ୟ ସମ୍ପନ୍ନ କେବେ ହୋଇପାରେ ନାହିଁ ବା ହୋଇବି ନାହିଁ। ଯଦି ଭିଡ଼ିଓ ଭଲ ଲାଗିଥାଏ ତାହେଲେ ଗୋଟେ ଲାଇକ୍, ସେୟାର ଏବଂ ସବସ୍କ୍ରାଇବ୍ ନିଶ୍ଚୟ ଓ କମେଣ୍ଟରେ ନିଶ୍ଚୟ ଜୟ ଜଗନ୍ନାଥ ଲେଖନ୍ତୁ।